ପୂର୍ବ ଅଧ୍ୟାୟରେ ଆପଣ ଶୁଣିଥିଲେ ହରିଶ୍ୱର ଦଳର ପିଲାମାନେ ନିଜକୁ ସାହସୀ ଦେଖାଇବା ପାଇଁ ସେ ଭୂତ କୋଠିରେ 2 ଦିନ ବିତାଇବା ପାଇଁ ସ୍ଥିର କରିଥିଲେ। ଏବେ ଚାଲନ୍ତୁ ଦେଖିବା ତାଙ୍କ ସହିତ କ'ଣ ହେଉଛି। କାଳିଆ ଗୀତ ଗାଇବା ଆରମ୍ଭ କଲା। ସେମିତି ଗୀତ ଗାଇ ଗାଇ ଚାଲିଥାଏ। ଭୂତୁଣୀ କାଳିଆର ସେ କର୍କଶ ସ୍ୱରର ଗୀତ ଶୁଣି ସେଠାରୁ ପଳାଇଲା। ସୁଶାନ୍ତ କହିଲା, ଆରେ ବା, କାଳିଆର ଗୀତରେ ଏତେ ପାୱାର ଅଛି। ତାକୁ ଶୁଣି ଭୂତୁଣୀ ପଳାଇଲା। ଭଲ, ସେମିତି ଗୀତ ଗାଉଥା। ସେହି ସମୟରେ କାହାର ହାତ ସ୍ପର୍ଶ ଅନୁଭବ କଲା ସୁଶାନ୍ତ। ବୁଲିକି ଦେଖିବାକୁ ତା'ର ଆଉ ସାହସ ନଥାଏ। ତଥାପି ସେ ଧୀରେ ଧୀରେ ପଛକୁ ବୁଲିଲା। ବୁଲି ପଡ଼ିବା କ୍ଷଣି ଜୋରରେ ଚିଲ୍ଲାଇ ଦେଲା। ତା'ର ଚିଲ୍ଲାଇବାରେ ଭାଲୁ ବି ଚିଲ୍ଲାଇ ଦେଲା। ଭାଲୁ କହିଲା, ଭାଇ ମୁଁ ପା। ଭାଲୁ, ଡରିଲ କି? ସୁଶାନ୍ତ କହିଲା, ଶଳା ହାର୍ଟ ଆଟାକ୍ ହୋଇଯିବ ବେ, ଏମିତି ପଛରୁ ଡାକ ନା। ଭାଲୁ କହିଲା, ଭାଇ ମୋତେ ନିଦ ଲାଗିଲାଣି, ମୁଁ ଶୋଇବି। ସୁଶାନ୍ତ କହିଲା, ହଁ ଯାଉନୁ ଶୋଇବୁ, ମୁଁ କ'ଣ କରିବି? ନେଳୁ ଯେଉଁଠି ଶୋଇଥିଲା ଭାଲୁ ସେଠିକି ଗଲା ଶୋଇବା ପାଇଁ। 2 ଜଣ ସେଠାରେ ଶୋଇଗଲେ। ସୁଶାନ୍ତ ପିଠିରେ ପୁଣି ଥରେ ହାତ ବାଜିଲା। ସୁଶାନ୍ତ କହିଲା, ଓଃ, ପୁଣି କେଉଁ ଅଭଦ୍ର ଡାକୁଛି। ଭୂତୁଣୀ କହିଲା, ମୁଁ ସେ ଅଭଦ୍ର। ସୁଶାନ୍ତ ଭୟ ମିଶ୍ରିତ ଭାବରେ ପଛକୁ ଅନାଇଲା। ପଛରେ ଭୂତୁଣୀ ଠିଆ ହୋଇଥାଏ। ସୁଶାନ୍ତକୁ ଗୋଟିଏ ଚାପୁଡ଼ା ମାରିଲା। ଖୁଣ୍ଟ ଆଢ଼ୁଆରୁ ସେ ବାହାରକୁ ଛିଟକି ପଡ଼ିଲା। ଭୂତୁଣୀ ସୁଶାନ୍ତ ବେକକୁ ହାତରେ ଚିପି ଧରିଲା। ସୁଶାନ୍ତ କାନ୍ଦିବା ବଦଳରେ ଜୋର ଜୋରରେ ହସିବାକୁ ଲାଗିଲା। ଭୂତୁଣୀ କହିଲା, ମୋର ପ୍ରଭାବ ପଡ଼ୁନି କ'ଣ? ଏମିତି ହସୁଛି କ'ଣ ପାଇଁ? ଭୂତୁଣୀ ସୁଶାନ୍ତକୁ ଛାଡ଼ି ପଳାଇଲା। ଭୂତୁଣୀ ସୁଶାନ୍ତ ବେକକୁ ଜୋରରେ ଧରିଥିବା ହେତୁ ତାକୁ କାଶ ହେଲା। ସୁଶାନ୍ତ କହିଲା, ମାଲୋ, ହସ ଆଜି ମୋ ଜୀବନ ବଞ୍ଚାଇ ଦେଲା। ସୁଶାନ୍ତ ଡରିକି ଭାଲୁ ଆଉ ନେଉଳ ଶୋଇଥିବା ଜାଗାକୁ ଗଲା। ହେଲେ ତା ଆଗରୁ ଭୂତୁଣୀ ସେଠାରେ ବସିଥାଏ। ସୁଶାନ୍ତ ଭୂତୁଣୀକୁ ଦେଖି ଏକ କରିସାରିଲାଣି। ଭୂତୁଣୀ ଭାଲୁ ଆଉ ନେଉଳ ଘୋଡ଼େଇ ହୋଇଥିବା ଚାଦରକୁ ଯେତେଥର ଟାଣି ଦେଉଥାଏ ସେତେଥର ଭାଲୁ ନିଜ ଆଡ଼କୁ ଟାଣି ନେଇ ଘୋଡ଼େଇ ହେଉଥାଏ। 4-5 ଥର ଏମିତି ହେଲା। ଭାଲୁ ରାଗ, ତା ଉପରେ ମଦ ନିଶା। ଚାଦରକୁ ଭୂତୁଣୀ ମୁହଁକୁ ଫିଙ୍ଗିଦେଲା। କହିଲା, ଯା ନେଇଯା, ମୋର ଶଳା ପାଲା ଲଗେଇଛି, ଖାଲି ଟଣାଟଣି କରୁଛି। ଯିବୁ ନା ଏ ମଦ ବୋତଲ ମୁଣ୍ଡରେ ପିଟି ଦେବି। ଶାନ୍ତିରେ ଟିକେ ଶୋଇବାକୁ ଦେଉନାହାନ୍ତି। ଭୂତୁଣୀ କହିଲା, ଇଏ ପୁରା ନିଶାରେ ଅଛି, ୟାକୁ କିଛି ଜଣା ପଡ଼ୁନି। ସେ ସେଠାରୁ ଚାଲିଗଲା। ବଣ୍ଟି ଆଉ ନିଶି ବସିକି ଫୋନ୍ରେ ଭିଡ଼ିଓ ଦେଖୁଥାନ୍ତି। ହଠାତ୍ ଫୋନ୍ ବନ୍ଦ ହୋଇଗଲା। ବଣ୍ଟି ଫୋନ୍କୁ ହାତରେ ରିମୋଟ୍କୁ ମାରିଲା ପରି ମାରିଲା। ଫୋନ୍ ଅନ୍ ହୋଇଗଲା। ଗୋଟିଏ ଭିଡ଼ିଓ ଆପେ ଆପେ ଚାଲିଲା। ଭିଡ଼ିଓ ଭିତରେ ଭୂତୁଣୀ ଥିଲା। ବଣ୍ଟି 2 ହାତରେ ଆଖିକୁ ମଳି ମଳି କହିଲା, ସାଙ୍ଗ ଏଇ କ'ଣ ହେଲା ବେ, ଏଇଟା ପୁଣି କିଏ? ଭୂତୁଣୀ ଫୋନ୍ ଭିତରୁ ହାତ ବାହାର କଲା। ବଣ୍ଟି ଆଉ ନିଶି ସାମ୍ନାରେ ଠିଆ ହୋଇ କହିଲା, ଯାଅ ପଳେଇ ଯାଅ ମୋ ମହଲରୁ। ବଣ୍ଟି ଭୂତୁଣୀକୁ କହିଲା, କିଏ ତୁ? ଭୂତୁଣୀ କହିଲା, ମୁଁ ଭୂତୁଣୀ, ଏଟା ମୋ ମହଲ। ନିଶି ତାକୁ ଦେଖି ହସି ହସି ବଣ୍ଟିକୁ କହିଲା, ସାଙ୍ଗ ଦେଖ, ଆଜିକାଲି ଅଭିନୟ ଠିକ୍ ସେ କରିପାରୁନାହାନ୍ତି। ଭୂତୁଣୀ ରୋଲ୍ ବି ଠିକ୍ ସେ କରିପାରୁନାହାନ୍ତି ଏମାନେ। ସୁଶାନ୍ତ କହିଲା, ବାରେ ବା, ଭୂତୁଣୀକୁ ଅଭିନୟ ଶିଖେଇବ। ଏହା ଭିତରେ ଭୂତୁଣୀ କହିଲା, କ'ଣ କହିଲି ଶୁଣିପାରିଲନି ବୋଧେ? ମୋ ମହଲ ଛାଡ଼ି ପଳେଇ ଯା। ନିଶି କହିଲା, ତଥାପି ହେଲାନି, କିଏ ତୋତେ ଭୂତୁଣୀ ଅଭିନୟ ଦେଇଛି? ମୁହଁରେ ଖାଲି ଅଟା ବୋଳି ହୋଇ ଚାଲି ଆସିଛି। ଏଇ ଦେଖ, ମୁଁ ଅଭିନୟ କରୁଛି, ମୋ ପାଖରୁ ଶିଖ। ନିଶି ହିରୋ ଷ୍ଟାଇଲରେ ଭୂତୁଣୀକୁ ରାସ୍ତାରୁ ହଟାଇ ଆଗକୁ ଗଲା। ସେଠୁ ତା ଭିତରେ ଆରମ୍ଭ ହେଲା ସବୁ ଅଭିନେତାଙ୍କ ଅଭିନୟ। କେତେବେଳେ ବିଜୟ ମହାନ୍ତି, କେତେବେଳେ ହର ପଟ୍ଟନାୟକ, ରାଇମୋହନ ପରିଡ଼ା, ତ କେତେବେଳେ ଅନୁଭବ ଅରିନ୍ଦମ। ଏମିତି କେତେଜଣ ଅଭିନେତାଙ୍କ ସଂଳାପ କରୁଥାଏ। ବଣ୍ଟି ଖୁସି ହୋଇ କହିଲା, ସାଙ୍ଗ କି ଅଭିନୟ କଲୁ ତୁ, ବଡ଼ ହିରୋଟେ ବି ଫେଲ୍ ହୋଇଯିବ ତୋ ଆଗରେ। ନିଶି ଭୂତୁଣୀ ପାଖକୁ ଆସି କହିଲା, ଦେଖିଲୁ ତ କେମିତି ଅଭିନୟ କରାଯାଏ। ଖାଲି ଚିତ୍ରାଳୟରୁ ଧଳା ଶାଢ଼ୀ, କେଶ ଫୁଙ୍ଗୁଡ଼ା କରି ଭୂତୁଣୀ କହିଲେ ହେବ ନାହିଁ। ଯା ଭଲସେ ଅଭିନୟ କର, ମୁଁ ଏବେ ଦେଖିବି। ଭୂତୁଣୀ ନିଶିର ହାଇ ଭୋଲ୍ଟେଜ୍ ଡ୍ରାମା ଦେଖି ବିରକ୍ତ ହୋଇ ସେଠାରୁ ପଳାଇଲା। ନିଶି କହିଲା, ଆରେ କୁଆଡ଼େ ପଳାଇଲା? ଅଭିନୟ କରିବ ନାହିଁ ବୋଲି ଡରିକି ପଳାଇଲା କି? ସୁଶାନ୍ତ ସେପଟେ ଠିଆ ହୋଇ ଭାବୁଥାଏ, ବାରେ ବା, ମୋ ତଳରେ ଏତେ ବୀର ପୁରୁଷ, ସେଇଟା ମୁଁ ଜାଣିନଥିଲି। କି ଗୀତ ଗାଇ ଭୂତକୁ ବିଦା କରୁଛି ତ, କି ଭୂତକୁ ମାରି ବିଦା କରୁଛି। କି ଅଭିନୟ କଲୁରେ ନିଶି, ଖାଲି ଆଉ ଗୋଟିଏ ଦିନ, ତାପରେ ଆମେ ଫୁଲ୍ ପାର୍ଟି କରିବା। ସୁଶାନ୍ତ ପିଲାମାନଙ୍କ ପାଖକୁ ଗଲା। କହିଲା, ରାତି 3ଟା ବାଜିଲାଣି, ସବୁ ଶୋଇପଡ଼।
କାଳିଆ କହିଲା ସୁଶାନ୍ତ ଭାଇ ମୋତେ ଏକ ଲାଗିଲାଣି, ଶୋଇବା ଆଗରୁ ପରିସ୍ରା କରି ଶୋଇବି ନା। ସୁଶାନ୍ତ କହିଲା ହଁ ଯାଉନୁ, ପଚାରୁଛୁ କ'ଣ? କାଳିଆ କହିଲା ଭାଇ ମୋ ସହିତ ଟିକେ ଚାଲୁନୁ, ଭଲ ହୁଅନ୍ତା ଟିକେ। ସୁଶାନ୍ତ କହିଲା କାଇଁ, ସାଙ୍ଗରେ ଯାଇ କ'ଣ କାନ୍ଥରେ ଚିତ୍ର କାଟିବା, ଯା କରିକି ଆସ। କାଳିଆ ପରିସ୍ରା ଗଲା। ଗୋଟିଏ ହାଣ୍ଡି ଥୁଆ ହୋଇଥିଲା, ତା ଉପରେ କରିଦେଲା। ସୁଶାନ୍ତ ଦେଖି କହିଲା ହାଣ୍ଡି ଉପରେ କ'ଣ କରୁଛୁ ବେ? କାଳିଆ କହିଲା ବାଥରୁମରେ ହାଣ୍ଡି ରଖିଲେଣି କି ଆଜିକାଲି? ହଉ ହଉ ଭଲ କଥା। ସୁଶାନ୍ତ କହିଲା ବୋକା, ବାଥରୁମ ତ ଡାହାଣ ପଟେ ଅଛି, ଦେଖିପାରୁନୁ କି? କାଳିଆ କହିଲା ଭାଇ କଥା କ'ଣ କି, ମୋତେ ଟିକେ ରାତି ହେଲେ ଦେଖାଯାଏନି। ସୁଶାନ୍ତ କହିଲା ଓ ମୁଁ ଖାଲି କାନ ଭାବୁଥିଲି ଖରାପ ବୋଲି, ତାହେଲେ ଆଖି ବି ଖରାପ, ମାନେ ଅନ୍ଧାର କଣା? କାଳିଆ କହିଲା ଭାଇ ଏକଥା କାହାକୁ କହିବ ନାହିଁ ପ୍ଲିଜ୍ ଭାଇ। ସୁଶାନ୍ତ ମନେ ମନେ ଭାବୁଥାଏ ଭଲ ହେଲା ଏକାଥରକେ ଦୁଇଟା ସିଷ୍ଟମ ଖରାପ। ସୁଶାନ୍ତ କହିଲା ନା କାହାକୁ କହିବିନି, ହେଲେ ଗୋଟିଏ ପ୍ରଶ୍ନ, ତୁ ସେତେବେଳେ ଗୀତ କ'ଣ ପାଇଁ ଗାଉଥିଲୁ? କାଳିଆ କହିଲା ଭାଇ କଥା କ'ଣ କି, ମୋ ମା କହିଥିଲା ଡରିଗଲେ ଗୀତ ଗାଇବୁ, ମୁଁ ସେତେବେଳେ ଟିକେ ଡରି ଯାଇଥିଲି ତ। ସୁଶାନ୍ତ କହିଲା ଓ ଏଇ କଥା ତାହେଲେ। କାଳିଆ କହିଲା ଭାଇ ତୁମେ ସେତେବେଳେ କ'ଣ ପାଇଁ ହସୁଥିଲ କି? ସୁଶାନ୍ତ କହିଲା ମୁଁ ବି ସେତେବେଳେ ଟିକେ ଡରି ଯାଇଥିଲି ତ। କାଳିଆ କହିଲା ଡରିଗଲେ ତ ଡର ଲାଗେ, ହେଲେ ତୁମେ ହସୁଥିଲ କ'ଣ ପାଇଁ? ସୁଶାନ୍ତ କହିଲା ତା ପଛରେ ବି ଗୋଟିଏ ବଡ଼ କାହାଣୀ ଅଛି ରେ, ଭାରି ଦୁଃଖ କାହାଣୀ ସେଇଟା। କାଳିଆ କହିଲା ଭାଇ କି କାହାଣୀ? ସୁଶାନ୍ତ କହିଲା ହଉ ବସ୍ କହୁଛି। ସୁଶାନ୍ତ ତା ଜୀବନ କାହାଣୀ କହିବା ଆରମ୍ଭ କଲା। ସୁଶାନ୍ତ କହିଲା ମୁଁ ଯେତେବେଳେ ନବମ ଶ୍ରେଣୀରେ ପଢ଼ୁଥିଲି, ଗୋଟିଏ ଝିଅକୁ ମୁଁ ଭଲ ପାଉଥିଲି। ଆମ ଗାଁ ପୋଖରୀରେ ପଦ୍ମ ଫୁଟିଥିଲା, ତାର ଭାରି ଇଚ୍ଛା ଥିଲା ପଦ୍ମ ଫୁଲ ନେବା ପାଇଁ। ମୁଁ ଭାବିଲି ଯଦି ମୁଁ ସେ ପଦ୍ମ ଫୁଲ ଆଣି ତାକୁ ଦେବି, ସେ ମୋ ଉପରେ ଖୁସି ହୋଇଯିବ। ପୋଖରୀକୁ ଗଲି, ତାକୁ ପଦ୍ମ ଫୁଲ ଆଣିଦେଲି, ହେଲେ ସୁଶାନ୍ତ ହେଲେ କହି କାନ୍ଦିବାକୁ ଲାଗିଲା। କାଳିଆ କହିଲା ଭାଇ ତାପରେ କ'ଣ ହେଲା କୁହ? ସୁଶାନ୍ତ କହିଲା ସେ ଝିଅ ମୋ ପାଖରୁ ପଦ୍ମ ଫୁଲ ନେଇ ଆଉ ଗୋଟିଏ ପୁଅକୁ ଦେଲା। ମୋ ହୃଦୟ ଭାଙ୍ଗିଗଲାରେ କାଳୁ, ମୁଁ ଠିକ୍ସେ ଖାଇବା ପିଇବା କଲି ନାହିଁ। ମୋ ଚେତା ବୁଡ଼ିଗଲା। ଆଉ ମୋ ଘର ଲୋକ ଡାକ୍ତରଖାନାକୁ ନେଇଗଲେ। ସେ ଡାକ୍ତର କହିଲେ ମୋର କାଳେ ହାର୍ଟରେ କଣା ଅଛି, ଭୟ କରିବା, କାନ୍ଦିବା, ଚିନ୍ତା କରିବା ଠିକ୍ ନୁହେଁ। ସେଥିପାଇଁ ସେ ଡକ୍ଟର କହିଲେ ଯେତେବେଳେ ଡର ଲାଗିବ ଜୋରରେ ହସିବୁ। କାଳିଆ କହିଲା ଓହ ଏମିତି କଥା କି, ହଉ ଚାଲ ଶୋଇଯିବା, କାଲି ସକାଳେ କଥା ହେବା। ସବୁ ପିଲା ଶୋଇପଡ଼ିଲେଣି। ସକାଳୁ ସକାଳୁ ମହଲରେ ଧୂପ ଝୁଣା ଘଣ୍ଟିର ଶବ୍ଦରେ ପିଲା ଉଠିଲେ। ଭାଲୁ କହିଲା ଭୂତ ମହଲରେ କିଏ ପୂଜା କରୁଛି ଏତେ ସକାଳୁ? ବଣ୍ଟି ଗୋଟିଏ ହାତରେ ଘଣ୍ଟି ଆଉ ଗୋଟିଏ ହାତରେ ଝୁଣା ଧୂପ ଧରି ମହଲରେ ବୁଲୁଥାଏ। ସୁଶାନ୍ତ କହିଲା ଧୂଆଁ ଦେଉଛୁ ନା କ'ଣ ବେ? ବଣ୍ଟି ସେପଟୁ କହିଲା ଭାଇ ସକାଳୁ ସକାଳୁ ଘରେ ପୂଜା କରିବାର ଅଭ୍ୟାସଟା ଅଛି ତ, ସେଥିପାଇଁ ଧୂପ ଦେଉଛି। ସୁଶାନ୍ତ କହିଲା ହଉ ଭଲ କଥା, କାଳିଆଟା ଦେଖାଯାଉନି, କୁଆଡ଼େ ଗଲା କି? ବଣ୍ଟି କହିଲା ଆମ୍ବ ଗଛକୁ ଟେକା ମାରୁଛି। ସୁଶାନ୍ତ ଆମ୍ବ ଗଛ ପାଖକୁ ଗଲା, ଦେଖିଲା କାଳିଆ ଆମ୍ବ ଗଛକୁ ଟେକା ମାରୁଛି। ସୁଶାନ୍ତ ତା ପାଖକୁ ଯାଇ କହିଲା ରାତିରେ ତୋ ଆଖିରେ ସଟର ପଡ଼ିଯାଉଛି, ସକାଳ ହେଲେ ଖୋଲି ଯାଉଛି। କାଳିଆ କହିଲା ହଁ ଭାଇ ଭଗବାନଙ୍କ ଆଶୀର୍ବାଦ। ଭାଇ ଆମେ ଏବେ ଘରକୁ ଯିବା, ପୁଣି ରାତିକି ଆସିବା। ସୁଶାନ୍ତ କହିଲା ହଁ ଚାଲ, ସମସ୍ତଙ୍କୁ ଡାକିଦେ। ସମସ୍ତେ ଡକାଡକି ହୋଇ ନିଜ ନିଜ ଘରକୁ ଗଲେ। ଏମାନେ ଘରକୁ ଯାଉଥିବାର ଦେଖି ନୀଳକଣ୍ଠ ଦଳର ପିଲାମାନେ ଏମାନଙ୍କୁ ଡାକିଲେ। ନୀଳକଣ୍ଠ ଦଳର ଜଣେ ପିଲା ମିଥୁନ, ସେ କହିଲା ତୁମର କିଛି ହୋଇନି? ବଣ୍ଟି କହିଲା କ'ଣ ହେବାର ଥିଲା କି? ସିପୁ କହିଲା ମହଲରେ ତ ଭୂତ ଥିଲା। କାଳିଆ କହିଲା ଆମେ ଡରିବା ପିଲା ନୁହେଁ ଯେ ଡରିବୁ। ସୁଶାନ୍ତ କହିଲା ଚାଲ ଏମାନଙ୍କ ସହ କାଲି କଥା ହେବା, ବାଜିଟା ଆଗ ସରୁ। ସିପୁ ଆଉ ମିଥୁନ ଯାଇକି ବଦ୍ରିକୁ କହିଲେ ଭାଇ ହରିଶ୍ୱର ଦଳ ପିଲା ତ ଗୋଟିଏ ରାତି ରହିଗଲେ, ପୁଣି ଭଲ ଅବସ୍ଥାରେ ବି ଆସିଲେ। ବଦ୍ରି କହିଲା ଠିକ୍ ଅଛି, ନ ଡରନ୍ତୁ, ଆମେ ତାଙ୍କୁ ଡରେଇ ଦେବା। ମିଥୁନ କହିଲା ଭାଇ ମୁଁ ବୁଝିପାରିଲିନି। ଆରେ ମିଥୁନ ସେମାନେ ଭୂତକୁ ଡରିଲେ ନାହିଁ, ଆମେ ଯାଇକି ତାଙ୍କୁ ଆଜି ରାତିରେ ଡରେଇବା, ଦେଖିବା କେମିତି ସେ ଡରିବେ ନାହିଁ। ସିପୁ ଟିକେ ସ୍ମିତ ହସରେ କହିଲା ଭାଇ ଭଲ କଥାଟେ କହିଲ, ମନକୁ ପାଇଲା। କିଛି ସମୟ ପରେ ବଣ୍ଟି ତା ଘରେ ଯାଇ ପହଞ୍ଚିଲା। ବଣ୍ଟିକୁ ଦେଖିବା କ୍ଷଣି ତା ବାପା ନିଧିବାବୁ କହିଲେ ମାନସୀ ଦେଖିବ ଆସ କିଏ ଆସିଛି। ମାନସୀ ଘରୁ ବାହାରକୁ ଆସି କହିଲେ କ'ଣ ହେଲା, କିଏ ଆସିଛି, ଏମିତି ଚହଳ ପକାଇଛ ଯେ? ନିଧିବାବୁ କହିଲେ ଦେଖ ଆଗକୁ, ଜାଣିପାରିବ କିଏ ଆସୁଛି। ବଣ୍ଟିକୁ ଦେଖିବା କ୍ଷଣି ଦୌଡ଼ିଗଲେ ବଣ୍ଟି ପାଖକୁ, ଆଉଁସି ଅଣ୍ଡାଳି ପକାଇ କହିଲେ
ବାବାରେ କେଉଁଠି ରାତିରେ ଥିଲୁ, ଭାରି ବ୍ୟସ୍ତ ତୋ ପାଇଁ। କେଉଁଠି ଥିବ କ'ଣ, ସେ ଲଫଙ୍ଗାଙ୍କ ସଙ୍ଗରେ ବୁଲୁଥିବ। ବାପା ତ ବଇଁଶୀ ପଣ୍ଡା ନା। ବଣ୍ଟି କହିଲା, ବାପା କାଲି ସୁଶାନ୍ତ ଭାଇ କହିଲେ ତ, ସେଥିପାଇଁ ରହିଯାଇଥିଲେ। ନିଧିବାବୁ କହିଲେ, ହଁ ଯୁଆଡ଼େ ଯାଉଛୁ ଯା, ଗାଡ଼ି ଧୋଇଦେବ, ଗୁହାଳ ସଫା କରିଦେବ। କୁଆଡ଼େ କିଛି କାମଧନ୍ଦା ତ କରୁନୁ, ଏ କାମ ଠିକ୍ ସେ କରିଦେବ। ମାନସୀ କହିଲେ, ହଁ ପିଲାଟା ଘରେ ନ ପଶୁଣୁ ତମର ଆରମ୍ଭ ହୋଇଗଲା। ଧନ ତୁ ଯା ଗାଧୋଇ ପଡ଼ିବୁ, ମୁଁ ଜଳଖିଆ ଆଣିଦେଉଛି, ଖାଇଦେବୁ। ବଣ୍ଟିକୁ ଶୁଣାଇ ଦେଇ ମନ୍ଦିର ବାହାରିଗଲେ ପୂଜା କରିବାକୁ ନିଧିବାବୁ।